ଗତକାଲି ଫେବୃଆରୀ 21 ତାରିଖ ଆଙ୍କର ଥିଲା ଜନ୍ମଦିନ। ଆମ ଅଗଣାରେ ଥିବା ଏଇ ଧଳା ମନ୍ଦାର ଗଛଟାରେ ସହିତ ଆପଣମାନେ ପରିଚିତ ଥିବେ। ବେଳେବେଳେ ସେଇ ଧଳା ମନ୍ଦାର ଗଛରେ ନା ଗୋଟେ ଗୋଟେ ଗୋଲାପୀ ଫୁଲ ଫୁଟେ। ଆଜି ଆଙ୍କର ଜନ୍ମଦିନ ଥିଲା ଆଉ ଗୋଲାପୀ ଫୁଲଟିଏ ଫୁଟିଥିଲା। ମୁଁ କହିଲି ତମେ ନିଜେ ହିଁ ତୋଳି ଆଣି ଠାକୁରଙ୍କୁ ଦିଅ। ମୁଁ ଏଇସବୁ ଛୋଟ ଛୋଟ ଅନୁଭୂତିକୁ ବହୁତ ଗୁରୁତ୍ୱ ଦିଏ ଆଉ ବହୁତ ଆନନ୍ଦ ବି ପାଏ। ଆପଣଙ୍କୁ ଏ କଥାଟି କେମିତି ଲାଗିବ ମୁଁ ଜାଣିନି। ଠାକୁରଙ୍କୁ ସେ ଫୁଲଟି ଅର୍ପଣ କଲା ପରେ ଆମର ଯାହା ଜନ୍ମଦିନର କାର୍ଯ୍ୟକ୍ରମ ତାହା କରାଗଲା। ଆଜିର ଜନ୍ମଦିନଟା ଗୋଟେ ଅଲଗା ପ୍ରକାର ଥିଲା, କାହିଁକିନା ଆମେ ଜନ୍ମଦିନ ବାବଦରେ ବେଶୀ ସମୟ ଦେଇପାରିନଥିଲୁ। ସକାଳୁ ଘରେ କେବଳ ଆମେ ଦୁଇ ବୋହୂ ଆଉ ଶାଶୁ ଶ୍ୱଶୁର ଥିଲୁ। ସିଏ 10:30 ବେଳେ ଗୋଟେ ଜରୁରୀ କାମରେ ଯିବାର ଥିଲା, ଯେଉଁଟାକି ଯିବା ନିହାତି ଜରୁରୀ ଆଉ ତାକୁ ଟାଳି ହେବ ନାହିଁ। ତେଣୁ ସିଏ ତାଙ୍କର ଗଲେ, ବାହାରିବାର ଥିଲା। ସକାଳୁ ବଡ଼ ପୁଅ ଆଣିକି ତାଙ୍କୁ ଗୋଟେ ହାଫ୍ ପ୍ୟାଣ୍ଟ ଆଉ ଗଞ୍ଜି ଦେଇଥିଲା। କାଲିଠୁ ତାଙ୍କର ଜୋତା ଆସିଥିଲା ଆଉ ନୂଆ ସାର୍ଟ ପ୍ୟାଣ୍ଟ ଆସିଥିଲା। ସେ କହିଲେ ମୁଁ ଗୋଟେ ନୂଆ ସାର୍ଟ ପ୍ୟାଣ୍ଟ ପିନ୍ଧି ବାହାରକୁ କାମରେ ଯିବାକୁ ଇଚ୍ଛା କରୁନାହିଁ, ତେଣୁ ଏଇଟା ପିନ୍ଧିକିରି ହିଁ ତାଙ୍କର ବନ୍ଦାପନା କାର୍ଯ୍ୟ ଆମେ କରିଦେଲୁ। ଆପଣମାନେ ତ ଜାଣିଛନ୍ତି ଆମର ଜନ୍ମଦିନରେ ଏମିତି ବନ୍ଦାପନା ହୁଏ ଆଉ ସକାଳୁ ଟିକେ ପିଠା ଠାକୁରଙ୍କ ପାଖେ ଭୋଗ ହୁଏ। ମୁଁ ଆରିସା ପିଠା କରିକି ରଖିଥିଲି ଆଉ ଭାବିଥିଲି ସେଇ ଆରିସା ପିଠା ତିଆରି ଫେଆରି ଏଇସବୁ ପକେଇକିରି ଆମର ଜନ୍ମଦିନ ପୂର୍ବ ଦିନଠୁ ଯେ ଜନ୍ମଦିନ ଯାଏ ସବୁ ଭିଡ଼ିଓ ଆପଣମାନଙ୍କୁ ଦେବି। କିନ୍ତୁ ଏମିତି ଗୋଟେ ପରିସ୍ଥିତି ଆସିଲା ଯେ ମୁଁ ଭିଡ଼ିଓକୁ ଲମ୍ବା କରିବାକୁ ଯାଇ ଆଉ ସେ ଆରିସା ପିଠା ତିଆରିର ଭିଡ଼ିଓ ଏଠି ଯୋଗ କରିବାକୁ ଇଚ୍ଛା କଲି ନାହିଁ। କାହିଁକି ଜନ୍ମଦିନଟା ଏମିତି ସର୍ଟକଟ୍ ହେଇଗଲା ସେଇ କଥାଟା ବି ଆପଣଙ୍କୁ କହୁଛି, ଶୁଣନ୍ତୁ। ବନ୍ଦାପନା ପରେ ଇଏ ତ ଗଲେ ଭାରି ଭୁବନେଶ୍ୱର। ଘରେ ଅବଶ୍ୟ ମଟନ୍ ଟିକେ ହେଇଥିଲା। ଶୁକ୍ରବାର ରାତିରୁ ପୁଅ ଆଣିକି ଦେଇଥିଲା। ଯେହେତୁ ବାରି ପଡ଼ିଥିଲା, ଗୁରୁବାର ବା ରବିବାର ପଡ଼ିଲେ ଆମର ଭୋଗ ମଗା ହୁଏ। ଅନ୍ୟ ବାର ପଡ଼ିଲେ ବେଶୀ ମାଛ ହୁଏ, କିନ୍ତୁ ବହୁତ ଦିନ ହେଲା ମଟନ୍ ହେଇନଥିଲା। ଯାହା ବି ହଉ ମଟନ୍ ଟିକେ ଘରେ ହେଇଥିଲା, ବୋଉମାନେ ରୋଷେଇ କରିଥିଲେ। ଇଏ 12ଟା ବେଳେ 12:30 1 ସୁଦ୍ଧା ଏ ତାଙ୍କ କାମ ସାରି ଫେରି ଆସିଲେ ଆଉ ଘରେ ଯାହା ଯେମିତି ଖାଇକି ଆମେ ବିଶ୍ରାମ ନେଲୁ। ଆଜି ସକାଳୁ ହିଁ ଶିବ ତାଙ୍କ ଘରକୁ ବାହାରି ଯାଇଥିଲା, କାହିଁକିନା ତାଙ୍କ ଗାଁରେ ତା'ର କ'ଣ ଗୋଟେ ପାରିବାରିକ କାମ ଅଛି, ଯେଉଁଥିରେ ତା ବୋଉ ଫୋନ୍ କରିଥିଲେ ମୋତେ, ସେ ଯାଇଥିଲେ ଆଉ। ସେଥିପାଇଁ ଗାଈ କାମର ଚାପଟା ମୋ ଉପରେ ଥିଲା। ମୁଁ କିନ୍ତୁ ଆଙ୍କୁ କହିଥିଲି ଯାହା ବି ହଉ ମୁଁ ନିଶ୍ଚୟ ଯିବି ଆଜି ଉପରଓଳି ମୋ ମକର ପାଖକୁ। ମକର ପ୍ରସଙ୍ଗ ମୁଁ ଆପଣଙ୍କୁ ଆଗରୁ ବୋଧେ କହିଛି, ଆଉ ତା'ର ମୋର 9ମ ଶ୍ରେଣୀର ଗୋଟେ ଫଟୋ ମୁଁ ଆପଣମାନଙ୍କୁ ବି ଦେଖେଇଛି। ବହୁତ ଗୁଡ଼ିଏ କଥା ଆମର ଭୁଲ ରହୁଛି ପରିଚାଳନାରେ ବା ବ୍ୟବହାରରେ। ମୁଁ ସଜବାଜ ହୋଇ ବାହାରିଲା ବେଳକୁ ଧୂପ ଦେବା ବେଳ ହୋଇଯାଇଥିଲା। ମୋ ବୋହୂମାନେ ତ ମୋର ଟେକ୍ନିକାଲ ପରାମର୍ଶଦାତା ଆଉ ଏଇ ପ୍ରକାର ଭିଡ଼ିଓର ସେମାନେ ହେଉଛନ୍ତି ଡାଇରେକ୍ଟର। ମୁଁ ଏଗୁଡ଼ା ଏତେ କରିବାକୁ ଭଲ ପାଏନି, ହେଲେ ବି ଆମ ଚ୍ୟାନେଲରେ ଟିକେ ଭିନ୍ନତା ରହିବ। ସବୁ ପ୍ରକାର ରୁଚିର ରହୁଛନ୍ତି ଯେହେତୁ ଗୋଟେ ଗୋଟେ କରିଦେଲେ ଏବେ କ୍ଷତି କ'ଣ। ସେଥିପାଇଁ ତାଙ୍କ ପରାମର୍ଶରେ ମୁଁ ଏଇ ଭିଡ଼ିଓଟି କଲି। ଆଉ ଗୁଟୁକୁ ଧରି ମୁଁ ଗୋଟେ ଓଲାରେ ବାହାରି ଗଲି ମୋ ମକର ପାଖକୁ। କାହିଁକି ଆଜି ମକର ପାଖକୁ ଯାଇଥିଲି କହିଲେ? ଆଜି ଥିଲା ମକରର ପୁଅ ବାହାଘର। ମୋ ମକର ମୋତେ ଦିଏ ସବୁବେଳେ ଖାଇବାକୁ। ଆମେ ଯେତେବେଳେ ଯାଉ ନାଗପୁର ଦେଇକି ବାହାରକୁ କୁଆଡ଼େ ବୁଲିବାକୁ, ସେତେବେଳେ ବି ମୁଁ ତା'ର ଭିଡ଼ିଓ ଅପଲୋଡ଼ କରିଥିଲି, ଆପଣମାନେ ଦେଖିଥିବେ। ଆମେ ଦିହେଁ ଯେତେବେଳେ 9ମ ଶ୍ରେଣୀରେ ପଢ଼ୁଥିଲୁ, 2 ଜଣ ଯାକ ଆମେ ମକର ବସିଥିଲୁ। କିନ୍ତୁ ପାରିବାରିକ ସମ୍ପର୍କ ଆମର ବହୁ ପୁରୁଣା ଥିଲା। ମକରଙ୍କ ବାପା ବି ମୌଳିକ ସ୍କୁଲର ଛାତ୍ର ଥିଲେ। ସିଏ ମୋ ବୋଉର 2 ବ୍ୟାଚ୍ ତଳେ ପଢ଼ୁଥିଲେ। ତେଣୁ ବୋଉ ଆମେ ଯେତେବେଳେ ସେ ଆମର ସେଠି ଏଗ୍ରିକଲଚର ଡିପାର୍ଟମେଣ୍ଟରେ ଇଏ ହେଉଛନ୍ତି ମକରଙ୍କ ବୋଉ, ଯେଉଁଟାକି ଆଜି ଦିନର ମୋ ପାଇଁ ପରମ ସୌଭାଗ୍ୟ ବୋଲି ମୁଁ ମନେ କଲି। କାହିଁକିନା ମାତୃସ୍ଥାନୀୟ ଜଣେ କେତେ ମମତା ଦିଅନ୍ତି, କେତେ ଆଦର ଦିଅନ୍ତି, ମୁଁ ଆଉ କେଉଁଠି ପାଇବି। ତାଙ୍କ ପାଖରେ ମୋର ବେଶ ସମୟ କଟେଇଥିଲି। ହଁ କହୁଥିଲି, ଶୁଣନ୍ତୁ। ଇଏ ହେଲେ ମିଷ୍ଟର ମକର, ବୁଝିଗଲେ ତ? ଇଏ ମୋର ମକରଙ୍କର ଆଉ କହୁଥିଲି ଯେଉଁ କଥା, ଯେତେବେଳେ ସିଏ ମୋ ମକରଙ୍କ ବାପା ଏଗ୍ରିକଲଚର ଡିପାର୍ଟମେଣ୍ଟରେ ଚାକିରି କରିଥିଲେ, ତ ମକରର ବୋଉ ଆଉ। ମୁଁ କିନ୍ତୁ ତାକୁ ମାଇଁ ଡାକେ, କାହିଁକି ନା ମକରଙ୍କ ବାପା ମୋ ବୋଉର ତଳ କ୍ଲାସ୍ରେ ପଢ଼ୁଥିଲେ ମୌଳିକ ସ୍କୁଲରେ। ସେ ଯେତେବେଳେ ଏଗ୍ରିକଲଚର ଡିପାର୍ଟମେଣ୍ଟରେ ଯୋଗ ଦେଇକିରି ଯାଇକି ସ୍ୱାଗତରେ ପହଞ୍ଚିଲେ, ଆମର ପରିଚୟ ହେଲା, ତାଙ୍କ ପରିବାର ସହିତ ଘନିଷ୍ଠତା ବଢ଼ିଲା। ମୁଁ ତାକୁ ମାମୁଁ ମାଇଁ ବୋଲି ଡାକୁଥିଲି। କିନ୍ତୁ ପରବର୍ତ୍ତୀ ପର୍ଯ୍ୟାୟରେ ଆମେ 2 ଜଣ ବହୁତ ସାଙ୍ଗ ହେଲୁ ଆଉ ମକର ବସିଥିଲୁ। ଆମର ମକର ବସିବାଟା 50 ବର୍ଷ ହେଇଗଲାଣି। ଆଜି ତା ପୁଅର ବାହାଘର ସେ ଭୁବନେଶ୍ୱରରେ ଆସିକି କରୁଥିଲା। ତାଙ୍କ
ମିଷ୍ଟର ମକର ଆମର ରେଡ଼ିଓ ଡିପାର୍ଟମେଣ୍ଟରେ ଜଣେ ପଦସ୍ଥ ଅଧିକାରୀ, ସେ ନାଗପୁରରେ ରହନ୍ତି। କିନ୍ତୁ ଯେହେତୁ ତାଙ୍କ ଘରଟା ବି କଟକ ଜିଲ୍ଲାରେ, ମକର ଘର ବି ଇଆଡ଼େ, ମିଷ୍ଟର ମକରଙ୍କ ଘର ବି ଇଆଡ଼େ, ସବୁ ନିଜ ଲୋକ ଆଡ଼େ ଅଛନ୍ତି। ଆମର ଯିଏ ବୋହୂ ହେଲେ ତାଙ୍କ ଘର ବି ଇଆଡ଼େ, ସବୁ କଥାକୁ ଦୃଷ୍ଟିରେ ରଖିକି ଭୁବନେଶ୍ୱରରେ ବାହାଘରକୁ ସମ୍ପନ୍ନ ହୋଇଥିଲା। ଦେଖିପାରୁଛନ୍ତି ଆମ ବୋହୂଙ୍କୁ ଆଉ ତାଙ୍କ ବାପା ବୋଉଙ୍କୁ ବି ଦେଖେଇଛି। ଯେହେତୁ ମୁଁ ନୂଆ ଥିଲି, ମୋତେ ବି ସେ ଭିତରେ ଭିଡ଼ିଓ କରିବାକୁ ଟିକେ ସଙ୍କୋଚ ଲାଗୁଥିଲା। ହେଲେ ବି ମୁଁ ଏତେ ସୁନ୍ଦର ଗୋଟେ ଘଟଣା ଘଟିଲା, ଆଉ କାହିଁକି ବା ଭିଡ଼ିଓଟି ନ କରିବି। ମୁଁ ତ ଯାଇଛି, ମୋର ସବୁ କାର୍ଯ୍ୟକଳାପର ଭିଡ଼ିଓ ଯେହେତୁ ଦେଖାଉଛି, ଏଟା କାହିଁକି ନ ଦେଖେଇବି। ପୁଅ ବୋହୂଙ୍କ ଯୋଡ଼ିଟା ଦେଖିକି ପ୍ରଥମରୁ ମୋ ମନଟା ହେଇଗଲା। ସେମାନେ ଦୁହେଁ ଯାକ ବାହାରେ ମାନେ ଆମେରିକାରେ କାର୍ଯ୍ୟରତ, ଆଉ ସେମାନେ ପରସ୍ପରକୁ ଚୟନ କରିଥିଲେ। ଆଉ ଆମେ ଉଭୟ ପରିବାର, ମାନେ ମକର ପରିବାର ଆଉ ଝିଅଙ୍କ ପରିବାର ସ୍ୱୀକୃତି ଦେଲେ। ଆମର ସୁଶିକ୍ଷିତ ପିଲାମାନେ ତାଙ୍କ ଇଚ୍ଛାକୁ ଯେତେବେଳେ ଆମ ଆଗରେ ପ୍ରକଟ କରୁଛନ୍ତି, ଆମେ ସେଥିରେ ବାଧା ଦେବାର କିଛି ନାହିଁ। ଏଇ କଥା ମାଧ୍ୟମରେ ମୁଁ ସବୁ ବାପା ବୋଉଙ୍କୁ ବି ଗୋଟେ ବାର୍ତ୍ତା ଦେଉଛି, ଯଦି ପିଲାମାନେ ପରିଣତ ବୟସରେ ନିଜ ପାଇଁ ଉପଯୁକ୍ତ ସାଥୀ ଚୟନ କରୁଛନ୍ତି, ଆମେ ଛୋଟ ଛୋଟ କଥାକୁ ଜୋର ଦେଇକି ସେଥିରେ ବାଧା ଦେବା କେବେ ବି ଠିକ୍ ବୋଲି ମୁଁ ଭାବିବି ନାହିଁ ବା କହିବି ନାହିଁ ସେମିତି କରିବା ପାଇଁ। ଆମର ଏଇ ଛୋଟ ଛୋଟ ସ୍ୱାମୀମାନଙ୍କୁ ଜୋର ଦେଇକି ପିଲାମାନଙ୍କୁ ଖୁସିରେ ବାଧା ଦେବା କେବେ ବି ମୁଁ ଉପଯୁକ୍ତ କଥା ବୋଲି ଭାବେ ନାହିଁ। ସମାଜରେ ବହୁତ ପରିବର୍ତ୍ତନ ହେଇଛି। ମୁଁ ଅନେକ ଥର ବି କହିଛି ଯେ ସବୁ ପରିବର୍ତ୍ତନକୁ ବି ଆମେ ମାନିନେବା ଉଚିତ ନୁହେଁ। କେତେ ଗୁଡ଼ିଏ କଥା ଆମେ ଅନ୍ଧବିଶ୍ୱାସ ଭାବିକି ଯେଉଁ ଟାଳି ଦେଉଛେ, ସେମିତି ସାଙ୍ଗେ ସାଙ୍ଗେ ଟାଳି ନ ଦେଇକି ତାକୁ ଟିକେ ତର୍ଜମା କରିକି ଆମେ ବିଚାର କରିକି ଆମେ କରିବା ଉଚିତ। କିନ୍ତୁ ଏଇ ପରିବର୍ତ୍ତନଶୀଳ ସମୟରେ ଛୋଟ ଛୋଟ କଥାକୁ ଗୁରୁତ୍ୱ ଦେଇକି ଏଭଳିଆ ଜିନିଷକୁ ବାଧା ଦେବା ବି ମୁଁ କେବେ ହେଲେ ପସନ୍ଦ କରିବି ନାହିଁ। ଖୁବ୍ ଭଲରେ ସେଠି ବାହାଘର ଚାଲିଥିଲା। ଏଇଟା ଥିଲା ଭୁବନେଶ୍ୱର ଓରିଏଣ୍ଟ ବିହାର। ମୁଁ ଦିନ ଯାକ ଏତେ ବ୍ୟସ୍ତତା ଥିଲା, ଆଉ ସନ୍ଧ୍ୟାବେଳେ ଯଦି ଆମେ ଦୁହେଁ ପଳେଇବୁ ଦାଇ କାମ କେମିତି ହେବ। ମକରଙ୍କ ବୋଉ ପଳେଇଯିବେ, ଯିଏକି ଯାହାଙ୍କୁ ଦେଖା କରିବା ମୋ ପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଥିଲା। କିନ୍ତୁ ଦୁର୍ଭାଗ୍ୟବଶତଃ ମାମୁଁ ଆସିପାରିନଥିଲେ। ମକର ଘରିକା ତିନି ଭଉଣୀ, ତାଙ୍କର ଜଣେ ଭଉଣୀ ଅସୁସ୍ଥ ଥିବାରୁ ମାମୁଁ ଆସିପାରିନଥିଲେ। ମାମୁଁଙ୍କୁ ତ ଦେଖିପାରିବିନି, ଅନ୍ତତଃ ମାଇଁ ଯେହେତୁ ଭୁବନେଶ୍ୱର ଆସିଛନ୍ତି ତାଙ୍କୁ କେମିତି ଦେଖିବି ବୋଲି ମୁଁ ନିଜେ ଆଗ ଓଲା କରିକି ମୋ ସାଙ୍ଗରେ ଧରିକି ପଳେଇଥିଲି। ପରେ ଏମାନେ ସବୁ ଆସିଲେ। ଯାହା ହଉ ମୁଁ ଆଗେ ଗଲି ବୋଲି ବାହାଘରଟି ସମ୍ପୂର୍ଣ୍ଣ ଭାବରେ ଦେଖିବାକୁ ସୁଯୋଗ ପାଇଲି। ଦେଖନ୍ତୁ ନାତି ନାତୁଣୀଙ୍କ ବାହାଘରରେ ଆଈ କେମିତି ଗଦଗଦ ହେଇକି ହୁଳହୁଳି ପକାଉଛନ୍ତି। ଏଇସବୁ ଦେଖି ଯେଉଁ କଥାରେ ଅଛି ଯେ ନାତି ନାତୁଣୀଙ୍କ କର୍ମ ଦେଖିବା, ସିଏ ବି ଗୋଟେ ଭାଗ୍ୟର କଥା। ଆଉ ମୋତେ ଖୁସି ଲାଗିଲା ଯେ ଯାହା ହଉ ମୁଁ ପୂର୍ବରୁ ପହଞ୍ଚିକି ପିଲାମାନଙ୍କୁ ଟିକେ ଆଶୀର୍ବାଦ କରିପାରିଲି। ଆଉ ଯଦି ମାଇଁଙ୍କର ଯିବାର ନଥାନ୍ତା ଆଗୁଆ, ତାହେଲେ ହୁଏତ ଆମେ ସେ 7:30 ବେଳକୁ ସାଙ୍ଗ ହେଇକି ଆସିଥାନ୍ତୁ। ଯାହା ବି ହଉ କାଲିର ସନ୍ଧ୍ୟାଟା ମୋ ପାଇଁ ବହୁତ ଆନନ୍ଦଦାୟକ ଥିଲା। ଆମେ ମକରକୁ ମୁଁ ଥଟ୍ଟା କଲି, ମୁଁ କହିଲି ଆଲୋ ମକର, ଆଜି ତୋର ମିଷ୍ଟର ମକରଙ୍କର ଜନ୍ମଦିନ, କିନ୍ତୁ ଭୋଜି ଭାତ ସବୁ ଆମେ ଟାଳି ଦେଇଥିଲୁ। ଭୋଜିଟା ଯାହା ହଉ ତୋ ତରଫରୁ ହେଇଗଲା। ଆଉ ପିଲାମାନଙ୍କୁ ସମସ୍ତଙ୍କୁ ମୁଁ ନେଇଥିଲି, ମୋର 4 ନାତି। ସେତିକିବେଳେ ମୁଁ ଭାବୁଥିଲି ପ୍ରକୃତରେ ଅନ୍ତରଙ୍ଗତାଟା କେମିତି ଗୋଟେ ଜିନିଷ। ମକର ମୋର ପିଲାଦିନର ସାଙ୍ଗ। ମୁଁ ସବୁ ନାତି ନାତୁଣୀଙ୍କୁ ନେଇକି ଦୂର ସମ୍ପର୍କୀୟ ବାହାଘରକୁ ଯିବା ପାଇଁ ପସନ୍ଦ କରେନି। କାହାକୁ ଭଲ ଲାଗିବ ନ ଲାଗିବ, ଆମେ ଦୁହେଁ ଯାଉ। ଆଉ ପୁଅ ଜଣେ ଯେହେତୁ ଗାଡ଼ି ତ ନେବେ, ଆମେ 3 ଜଣ ଯାଉ। କିନ୍ତୁ ମକର ଉପରେ ମୋର ଏତେ ଅଧିକାର, ମୋ ପିଲାମାନେ ମୋତେ ପଚାରିଲେ ବୋଉ ସତରେ 4 ଜଣ ଯାକ ଯିବେ, ମାରିକୁ ବି ସେଠି ନେବୁ? ମୁଁ କହିଲି ହଁ ହଁ, ମାରିକୁ ବି ନେଇଯିବି। ତା ବୋଉ ଦେହ ଖରାପ, ସେ କେତେ ଦିନ ହେଲା କୁଆଡ଼େ ଯାଇପାରୁନି, ତେଣୁ ତାକୁ ବି ନେବି। ମୁଁ ସବୁ ନାତି ନାତୁଣୀଙ୍କୁ ଧରିକି ଭୋଜି ଖାଇବାକୁ ଯାଇଥିଲି। ତଥାପି ମୋ ମକରର ମନ ବୋଧ ହେଲାନି। ସେ ଓଲଟି ମୋତେ କହୁଥିଲା ତୁ କାହିଁ ବୋହୂମାନଙ୍କୁ ଆଣିଲୁନି। ମୁଁ କହିଲି ଦେଖ, ଯଦି 2 ଜଣ ପୁଅ ମୋର ଆସିବା ପାଇଁ ସୁବିଧା ଥାଆନ୍ତା, ମୁଁ ବୋହୂମାନଙ୍କୁ ବି ଆଣିଥାନ୍ତି, ଆଉ ଗାଡ଼ି ଗୋଟେ ଭଡ଼ା କରି ବୋହୂମାନଙ୍କୁ ଆଣିବି। ଇଏ ହେଉଛନ୍ତି ଯେ ଇଏ ମକରର ଆଉ ଜଣେ ଭଉଣୀ ରୀନା, ଇଏ ତାଙ୍କ ଝିଅ। ଆଉ ଏମାନେ ସବୁ ଏବେ ଇଏ ଜଣେ ଡାକ୍ତରୀ ପଢ଼ୁଛନ୍ତି, ଜଣେ ନିଜର ନର୍ସିଂ କୋର୍ସ କମ୍ପ୍ଲିଟ୍ କରିସାରିଛନ୍ତି। ଆମେମାନେ ଯେତେବେଳେ ଦେଖା ହେଇଥିଲୁ ନବମ ଦଶମରେ କେତେ ଛୋଟ ଥିଲୁ, ଆଉ ତାଙ୍କ ପିଲାମାନେ କେତେ ବଡ଼ ବଡ଼ ହେଇଗଲା ପରେ ପୁଣି ଥରେ ଆମର ଦେଖା ହେଲା। ଏଠି ଆଉ ଗୋଟେ କଥା ମୋ ମନକୁ ଆସିଲା, ଆମର ଏଇ ଯେଉଁ ଟେକ୍ନିକାଲି ଏତେ ଆମେ ଆଗେଇଛେ ବୋଲି ଫେସବୁକ୍ ଯୋଗୁଁ ଆଉ ୟୁଟ୍ୟୁବ୍ କଲା ପରେ ମୁଁ ମୋର ବହୁତ ନିଜ ଲୋକଙ୍କୁ ଫେରି ପାଇଛି। ଯେମିତି ମୁଁ ସବୁବେଳେ କହେ, ଗୋଟେ ଠେଙ୍ଗା ଜଣେ ଅନ୍ଧକୁ ବାଟ କଢ଼େଇ ପାରେ,
ଗୋଟେ ବିପଦରୁ ଆମକୁ ରକ୍ଷା କରିପାରେ ବା ନିଜ ଭିତରେ ଆମେ ବାଡ଼ିଆବାଡ଼ି ହେଇକି ମୁଣ୍ଡ ଫଟାଫଟି ବି ହେଇପାରିବା। ସେଇଟା ଠେଙ୍ଗାର ଭୁଲ ନୁହେଁ, ସେଇଟା ଆମର ପରିଚାଳନାଗତ ତ୍ରୁଟି। ଆମର ଟେକ୍ନିକାଲି ଆମେ ଉନ୍ନତି କରିଛେ ବୋଲି ବହୁତ ପ୍ରକାର ଲାଭବାନ ବି ଆମେ ହେଉଛେ। ତା'ର କିଛି କ୍ଷତିକାରକ ଦିଗ ବି ରହିଛି, କିନ୍ତୁ ଆମର ପରିଚାଳନାଗତ ଅଜ୍ଞତା ଯୋଗୁଁ ଆମେ ବେଶୀ କ୍ଷତିଗ୍ରସ୍ତ ହେଉଛେ, ହୁଏତ କମ୍ ଲାଭବାନ ହେଉଛେ। ବିଶେଷ ଭାବରେ ଆମର ଛୋଟ ପିଲାମାନଙ୍କୁ ଏଇ ଯେଉଁ ଫୋନ୍ ଯୋଗୁଁ ବହୁତ କ୍ଷତି ପହଞ୍ଚଉଛି ବୋଲି ମୋତେ ଲାଗୁଛି। ଏଇଟା ଏଇ ପ୍ରସଙ୍ଗରେ ମୋର କହିବାର ନାହିଁ, ପ୍ରସଙ୍ଗ କ୍ରମରେ ଆସିଲା। ପିଲାମାନଙ୍କର ବାହାଘର ସରିଲା ତ ଇଏ ହେଉଛନ୍ତି ମୋ ମକରର ଯା, ଆଉ ସିଏ ହେଉଛି ମକରର ନାତୁଣୀ। ମକରର ପୁଅଟିଏ ଝିଅଟିଏ, ଝିଅଙ୍କର ବାହାଘର ଆଗରୁ ସରିଯାଇଛି, ଆଉ ଏଇ ନାତୁଣୀଟି ତା'ର ହେଇଛି। ସେ ଜ୍ୱାଇଁ ଆଉ ନାତୁଣୀ ସମସ୍ତେ ଆସିଥିଲେ। ଏଇଠି ମାଇଁ ବାହାରି ଗଲେ ଜଲ୍ଦି, କାହିଁକିନା ସେ କେନ୍ଦ୍ରାପଡ଼ା ପାଖାପାଖି ତାଙ୍କ ଘରକୁ ଫେରିଯିବେ, ସେଥିପାଇଁ ସେ ଜଲ୍ଦି ବାହାରି ଗଲେ। ଆମେ ଟିକେ ଡେରିରେ ସବୁ ଆସିଲୁ। ଆଉ ଇଏ ହେଉଛନ୍ତି ମକରର ସାନ ଭଉଣୀ, ତାଙ୍କ ନାଁ ରୀନା। ସେମାନଙ୍କୁ ସବୁ ଦେଖିଲା ବେଳକୁ ମୋତେ ଗୋଟେ ସ୍ୱପ୍ନ ରାଜ୍ୟକୁ ଚାଲିଗଲା ପରି ମନେ ହେଉଥିଲା। ଏଣେ ସମୟ ହେଇଯାଉଥିଲା, ତେଣୁ ପୁଣି ଆମେ ମଣ୍ଡପ ଉପରକୁ ଗଲୁ। ଇଏ ହେଉଛନ୍ତି ଯିଏ ବୋହୂ ପାଖରେ ଠିଆ ହେଇଛନ୍ତି, ସିଏ ହେଉଛନ୍ତି ତାଙ୍କର ବୋଉ, ମାନେ ଆମର ନୂଆ ସମୁଦୁଣୀ। ସିଏ ଜଣେ ଓଡ଼ିଶୀ ନୃତ୍ୟବିତ୍। ଆଉ ମୁଁ ନିଶ୍ଚୟ ତାଙ୍କ ସହିତ ଯୋଗାଯୋଗ କରିବି, କାହିଁକିନା କଳାକାରମାନଙ୍କୁ ମୁଁ ଟିକେ ଆତ୍ମୀୟତା ତ ସମସ୍ତଙ୍କ ସାଙ୍ଗେ ରହିଲେ ମମତା ବଢ଼େ, କଳାକାରମାନଙ୍କ ପ୍ରତି ମୋର ଟିକେ ଅଧିକା ମମତା। ଏଇଟା ତ ମୋର ମକର, କେତେ ସାଙ୍ଗ ଆମେ, ମୁଁ କେତେ ତାଙ୍କ ଘରେ ରହେ, ସେ କେତେ ଆମ ଘରେ ରହେ। କାଲି ମାଇଁ ଯେତେବେଳେ ମୋ ମୁଣ୍ଡ ଆଉଁସି ଦେଉଥିଲେ, ଗେଲ କରିଦେଉଥିଲେ, ମୋର ସବୁ କଥା ମନେ ପଡ଼ୁଥିଲା। ଇଆଡ଼େ କହିଲିନି, ଇଏ ହେଉଛନ୍ତି ଝିଅ, ସେପଟେ ରହିଗଲେ ଜ୍ୱାଇଁ, ଇଏ ଜ୍ୱାଇଁ, ଆଉ ସେ ଜ୍ୱାଇଁଙ୍କ ବୋଉ, ଆଉ ତାଙ୍କ ବାପା ସିଆଡ଼େ ମୁହଁ କରି ବସିଥିଲେ। ମୁଁ କହିଲି ହଉ ସମୁଦିଙ୍କୁ ମୁଁ ବୋଧେ ପସନ୍ଦ ହେଲିନି, ସେ ବସିଥାନ୍ତୁ ସିଆଡ଼େ ମୁହଁ କରିକି। ଇଆଡ଼େ ଯିବା ବେଳ ହେଇଯାଉଥିଲା। ନାତିମାନେ ସବୁ ଖାଇସାରିକି ଆସିକି ଆଇସ୍କ୍ରିମ୍ ଖାଉଥିଲେ ବସିକି। ସେମାନେ ବି ବହୁତ ଖୁସି ହେଲେ। ମୋତେ ଖାଲି ପଚାରୁଥିଲେ, ବୋଉ ସିଏ କିଏ? ମୁଁ କହୁଥିଲି ସିଏ ବି ତୁମର ଜଣେ ମା'। ମୁଁ ଯେମିତି ବୁଢ଼ୀ ମା', ସିଏ ବି ବୁଢ଼ୀ ମା'। ଆମେ ସେଠୁ ବାହାରିକି ଆସିଲୁ। ଆସିକି ଏଇଠି ବାହାରେ ଟିକେ ଫଟୋ ନେଲୁ। ମକର ଆମକୁ ବଳେଇ ଦେବାକୁ ଆସିଥିଲା, ଆଉ ସେ ଗହଳିରୁ ଅନ୍ୟମାନେ ନ ଆସନ୍ତୁ ବୋଲି ବି ମୁଁ ଚାହିଁଲି, କିନ୍ତୁ ମକରକୁ ବାରଣ କରିବା ସତ୍ତ୍ୱେ ସେ ବାହାରକୁ ଆମକୁ ବଳେଇବାକୁ ଆସିଥିଲା। ସେଠି ଆମେ ଫଟୋ ସବୁ ଉଠେଇଥିଲୁ। ସେଠି ଆମେ ତାପରେ ସବୁ କାମ ସାରିକି ଆମେ ବାହାରି ଆସିଲୁ। ଗୋଟେ ଜାଗାରୁ ବାହାରି ଆସିଲେ ସେ ଜାଗାର କଥାଟା ସେଇଠି ସରିଯାଏ, କିନ୍ତୁ ଆଜି ମୁଁ ଏ କଥାଟା ସେଇଠି ସାରିପାରିନଥିଲି। ପିଲାମାନଙ୍କୁ ଆମ ପିଲାଦିନ କଥା ହିଁ କହୁଥିଲି। ଏଇ କଥାବାର୍ତ୍ତା ଭିତରେ ମୁଁ ଆସିକି ଗୁଲୁରୀ ଘର ପାଖେ ପହଞ୍ଚିଗଲି, କାହିଁକିନା ମାଳି ସେଇଠୁ ଆମ ସାଙ୍ଗେ ଯାଇଥିଲା, ପୁଣି ତାକୁ ସେଇଠି ଓହ୍ଲେଇ ଦେବି, ସେ ତ ଆସିବନି। ତାରି ଯୋଗୁଁ ତ ମୋ ଝିଅ ବନ୍ଧା ପଡ଼ିଛି, ଦେହ ଖରାପ, ସେ ଘରକୁ ଆସିପାରୁନି, ଆଉ ତାକୁ ପୁଣି କୁଆଡ଼େ ଆଣିବି, ତାର ପରୀକ୍ଷା ଚାଲିଛି। ଆମକୁ ଗୁଲୁରୀ ତଳକୁ ଆସିଥିଲା, ତା ବାପା ତାକୁ ଦେଖିନଥିଲେ। ମୁଁ ମଝିରେ ମଝିରେ ଯାଉଥିଲି, ଏତେ ଯାଇନଥିଲେ। ବାପ ଝିଅ ଟିକେ ତାଙ୍କର କଥାବାର୍ତ୍ତା ହେଲେ। ସେଠି 10 ମିନିଟ୍ ଖଣ୍ଡେ ରହିଲୁ। ରାତି ବି ବଢ଼ି ଚାଲିଥିଲା, ତାପରେ ସେଠୁ ପଳେଇ ଆସିଲୁ। ବାଟ ଯାକ ଖାଲି ମୁଁ ମୋ ପିଲାଦିନ କଥା, ମୋ ମକର କଥା ଗପି ଗପି ଚାଲିଥିଲି। ମନରେ କିନ୍ତୁ ଦୁଃଖ ରହିଯାଇଥିଲା, କୁନିଟା ଯାଇପାରିନଥିଲା। ମୁଁ ତା ବୋଉକୁ ଫୋନ୍ କରି କହିଲି, ମୁଁ ଲାଲ କୁନି କ'ଣ କରୁଛି ନା, ତାକୁ ମୁଁ ବୁଝେଇ ଦେଇଛି, ସେ ରାଇମ୍ସ ଗାଉଛି। ମୁଁ କହିଲି ହଉ ଠିକ୍ ଅଛି, ଯାହା ହଉ ମୋ କୁନି ବୁଝିଯାଇଛି। ଆଉ ଆମେ ଆଇଲା ବେଳକୁ ସେ ଶୋଇପଡ଼ିଥିଲା, ସେ ଏତେ ଅଳିଅଝଟ କରିନି। ମନ ବୁଝିଥିଲେ ଆମ କୁନି ଭଳିଆ ସୁନା ପିଲା କେହି ନାହିଁ, ମନ ନ ବୁଝିଥିଲେ ତ ଗଲା କାନ୍ଦ ଚାଲିଥିବ। ଆଉ ଫେରିଲା ବେଳକୁ ଦେଖିଲି ଆଉ ଗୋଟିଏ ସ୍ମୃତି ମୋର ଉଜ୍ଜୀବିତ ହୋଇଗଲା। ପିଲାଦିନରେ ଯେମିତି ଆମେ ଡ୍ରାମା ଅପେରା ଦେଖୁଥିଲୁ, ସେମିତି ବାଜା ଶୁଭୁଥିଲା। ବୁଝୁ ବୁଝୁ ଆମ ଗାଁ ମଣ୍ଡପରେ ହେଉଥିଲା ରାମଲୀଳା, ଯେଉଁଥିପାଇଁ କି ଆମ ବାଟ ଦେଇକି ଆସିବାକୁ ସୁବିଧା ନଥିଲା। ଆମେ ଗାଁ ମୁଣ୍ଡ ପଟେ ବୁଲିକି ଆସିଲୁ। ରାମଲୀଳା ମୁଁ ଅନେଇଲା ବେଳକୁ ପଛପଟଟି ହିଁ ଦେଖିପାରିଲି, ରାମ ଲକ୍ଷ୍ମଣ ସୀତା ଠିଆ ହେଇଛନ୍ତି, ଆଉ ସେପଟେ ଆଗକୁ ହନୁମାନ ଥିବେ। ଆଉ ୟାକୁ ଦେଖିବାର ସୁଯୋଗ ମୋର ନଥିଲା। ଘରେ ପହଞ୍ଚିଲା ପରେ ବାବାଇ ଗୋଟେ ଭଲ କଥା ମନେ ପକାଇଦେଲା, କହିଲା ଆଲୋ ବାପାଙ୍କ ସାଙ୍ଗେ ତ ତୁ ଆଜି ଫଟୋ ଉଠେଇନୁ, କେତେଟା ଫଟୋ ଉଠେଇଦେବି। ତେଣୁ ଆମର ଏ ଜାଗା ସାଙ୍ଗେ ବି ଆପଣମାନେ ପରିଚିତ। ସେଇଠି ଫଟୋ ଉଠେଇଲା ବେଳେ ମୁଁ ସେଠୁ ଆଙ୍କୁ କହିଲି, ମୁଁ ତୁମେ ଟିକେ ଏକୁଟିଆ ଫଟୋ ଉଠାଉନ, କେତେବେଳେ ଗୋଟେ କ'ଣ ପାଇଁ ଖୋଜିଲେ ତୁମର ଏକୁଟିଆ ଫଟୋଟେ ମିଳିପାରୁନି। ଗତକାଲି କଥା ଏତିକି ଗଲା, ଖାଇ ପିଇକି ଶୋଇଥିଲୁ। ଆଜି ସକାଳୁ ପିଲାମାନେ ପୁଣି ଗୋଟେ ପୋଡ଼ ଆଣିଲେ, କାହିଁକିନା ନାତିମାନେ ଭାରି ମନ ଦୁଃଖ କଲେ ଯେ ବାପାଙ୍କ ଜନ୍ମଦିନରେ କାହିଁକି କିଛି କଟାକଟି ହେଲାନି। ହେଲେ ସବୁଠୁ ଦୁଃଖ ଲାଗିଲା, ଏ ଯେଉଁ ପୋଡ଼ କଟା ହେଲା କେହି ଏତେ ଭଲରେ ଖାଇଲେନି। ତାଙ୍କ ମନରେ ବୋଧେ କେକ୍ କିଣି ଟିକେ ଖାଇବାର ଇଚ୍ଛା ଥିଲା। ସେଇଆ ଭାବିକି ମୁଁ ଟିକେ ଗଡ଼ି ପଡ଼ିଛି। ତାନିଷ୍କ ଯେଉଁ ସୁନା ଦୋକାନରୁ ଫୋନ୍ ଆସିଲା। ଆଗରୁ ବି ଗୋଟେ ଫୋନ୍ ଆସିଥିଲା, ସେ କହିଥିଲେ ଯେହେତୁ ଆଙ୍କ ଫୋନ୍ ନମ୍ବର ଦିଆହେଇଥିଲା,
ଆଙ୍କ ବାର୍ଥଡେ ଦେଖିକି ସେ କହିଥିଲେ ଆମର ଗୋଟେ କଷ୍ଟମରଙ୍କୁ ଖୁସି କରିବା ପାଇଁ ଗୋଟେ ରୁଲ୍ ଅଛି, ଆମେ ବାର୍ଥଡେରେ ଆନିଭର୍ସରୀରେ କଷ୍ଟମରକୁ ଆମ ସୋରୁମ୍କୁ ଡାକୁ ଆଉ ତାଙ୍କର କେକ୍ କାଟୁ। ମୁଁ କହିଲି ଠିକ୍ ଅଛି, ଆମେ ଆଉ କେକ୍ କାଟିବା ପାଇଁ ସୋରୁମ୍ ଯାଇପାରିବୁନି। ମୁଁ ଭାବିଲି ଏ କଥା ଏଇଠି ସରିଲା। ଯାହା ହଉ ସେ ମାନେ ଗରାଖ ମାନେ କଷ୍ଟମରଙ୍କୁ ସନ୍ତୁଷ୍ଟ କରିବା ପାଇଁ ବା ଖୁସି କରିବା ପାଇଁ ଏଇଟା ତାଙ୍କର ଗୋଟେ ଚମତ୍କାର ଯୋଜନା। ଆମେ ସେଠିକି ଯିବାକୁ ମନା କଲା ପରେ ବି ସିଏ ଫୋନ୍ କରି ପୁଣି ଆମ ଘରେ ଆସି ପହଞ୍ଚିଗଲେ। ତେଣୁ ପୋଡ଼ କାଟିକି ପିଲାଙ୍କ ମନରେ ଯେଉଁ ଦୁଃଖଟି ଥିଲା, ଭଗବାନଙ୍କ ଆଶୀର୍ବାଦରୁ ସେ ଦୁଃଖଟା ବି ଦୂର ହୋଇଗଲା। ସେ ତାନିଷ୍କର 2 ଜଣ ଝିଅ ଗୋଟିଏ କେକ୍ ଧରିକି ସନ୍ଧ୍ୟାବେଳେ ଆସି ଆମ ଘରେ ପହଞ୍ଚିଗଲେ, ମାନେ ଆଜି। ଏଇ ଭିଡ଼ିଓଟା ସେଇଠୁ ମୁଁ କଲି ଆଉ ମନେ ମନେ ଧନ୍ୟବାଦ ଦେଲି। ଯାହା ହଉ ଏ ବି ଗୋଟେ ଭଲ ସିଷ୍ଟମ୍ ତାଙ୍କର କରିଛନ୍ତି। ଆଉ ତାନିଷ୍କ ତ ଟାଟା ପ୍ରଡ଼କ୍ଟ, ଏବେ ଆମେ ପାତ୍ରପଡ଼ା ପାଖରେ ଗୋଟେ ହେଇଗଲାଣି ତାଙ୍କର ସୋରୁମ୍। ସେଇଠୁ ସେ ଝିଅ 2 ଜଣ ଆସିଥିଲେ ଆଉ ସେମାନେ ବି ଗୋଟେ କେକ୍ ଆଣିଥିଲେ। ପିଲାଙ୍କ ମନ ଟିକେ ଖୁସି ହେଲା, ଯେଉଁ କେକ୍ କଟା ନ ହେବାର ଦୁଃଖ ଟିକେ ଦୂର ହୋଇଗଲା। ହେଲେ ଏଇଠି ଗୋଟେ ମନ ଦୁଃଖ ବି ରହୁଛି ଯେ ଆମେ ପରିବେଶ ପରିସ୍ଥିତିରେ ଆମ ଚକୁଳି କୁଆଡ଼େ ଗଲାଣି, କ୍ଷୀରି କୁଆଡ଼େ ଗଲାଣି। ଷଠି ଦୋଷୀକୁ ମାନେ ଆୟୁଷ ବଢ଼ିବା ପାଇଁ ଜନ୍ମଦିନରେ ଆମର ଚକୁଳି ଭୋଗ ହୁଏ, କିନ୍ତୁ ଏସବୁ ଗଲାଣି। ଯାହା ବି ହଉ ଏମିତି ସବୁ